ଭାଇ ଏମିତି ଦିନ ଆସିବ କେବେ ମୁଁ ଭାବିନଥିଲି। ଫାଇନାଲି ବାବୁ ଭାଇ ଆମ ସମସ୍ତଙ୍କୁ ଛାଡ଼ି ଚେନ୍ନାଇ ପଳେଇଲେ। ତ ହାଏ ଗାଇସ୍, ମୋ ନାଁ ଗଣେଶ ଆଉ ମୁଁ ଗୋଆରେ ରୁହେ। ସକାଳୁ ଆମେ ଦୁଇ ଭାଇ ଜଲ୍ଦି ରେଡି ହେଇ ଚାଲିଲୁ ମଡ଼ଗାଁও ରେଲୱେ ଷ୍ଟେସନ ଆଡ଼କୁ। ବାବୁ ଭାଇଙ୍କୁ ଚେନ୍ନାଇ ଯିବାର ଅଛି ଆଉ ଗାଡ଼ି ବି ସକାଳ 9ଟାରେ ଅଛି। କିଛି ସମୟ ଚାଲିବା ପରେ ଆମେ ପଳେଇ ଆସିଥିଲୁ ମଡ଼ଗାଁও ରେଲୱେ ଜଙ୍କସନ। ଆଉ ସେଠି ଆସିଲା ପରେ ଜେନେରାଲ ଗୋଟେ ଟିକେଟ୍ ନେଇଗଲି ଯାହାର ପ୍ରାଇସ୍ ଥିଲା 170 ଟଙ୍କା। କିଛି ସମୟ ଅପେକ୍ଷା କଲା ପରେ ଟ୍ରେନ୍ ପଳେଇ ଆସିଥିଲା। ଏ ଟ୍ରେନ୍ ତିରୁପତି ଯିବ, ବଟ୍ ଆମକୁ ହୁବଳିରେ ଓହ୍ଲେଇବାର ଅଛି। ଜେନେରାଲରେ ଆମକୁ ସିଟ୍ ତ ମିଳିଗଲା। ଏ ଗାଡ଼ି ଭାସ୍କରରୁ ତିରୁପତି ଯାଏ, ୱିକରେ ଗୋଟେ ଥର ଯାଏ, ଶୁକ୍ରବାର ଯାଏ। ଆଉ ଦେଖିପାରୁଥିବେ ଜେନେରାଲ ଡବାଗୁଡ଼ା ପୁରା ଖାଲି। ଦେଖ ପବ୍ଲିକ, ଛୁଆଟା କେତେ କ୍ୟୁଟ୍ ଅଛି ଆଉ ଲୁଚି ଲୁଚି କରି ଆମକୁ ଦେଖୁ। ଭାଇ ଆପଣମାନେ ମୋ ଭିଡ଼ିଓ ଯଦି ଓଡ଼ିଶାରୁ ଦେଖୁଛନ୍ତି ତ ଆପଣମାନଙ୍କୁ ଗୋଟେ କଥା କହୁଛି, ବର୍ଷରେ ଥରେ ଗୋଆ ଆସ ଆଉ ବୁଲିକି ଯାଅ। ଭାଇ ମୁଁ ଟିକେ ଟଏଲେଟ୍ ଆସିଥିଲି ଆଉ କଣ ଆପଣମାନଙ୍କୁ କହିବି, ଆପଣମାନେ ତ ଜାଣିଥିବେ ଇଣ୍ଡିଆନ ରେଲୱେର ଟଏଲେଟ୍ ଗୁଡ଼ା କେମିତି। ଫାଇନାଲି 4 ଘଣ୍ଟାର ସଫର ପରେ ଆମେ ଆସି ପହଞ୍ଚିଗଲୁ ଆମ ଡେଷ୍ଟିନେସନ ହୁବଲି ଜଙ୍କସନରେ। ଯେହେତୁ ସକାଳୁ କିଛି ଆମେ ଖାଇନଥିଲୁ, ଚାଲିଲୁ ଖାଇବା ପାଇଁ ଆଉ ପଳେଇ ଆସିଲୁ କାମଥ ହୋଟେଲ, ପିଓର ଭେଜିଟେରିଆନ ହୋଟେଲ। ରାଇସ୍ ସହ 2ଟା ରୁଟି ଥିଲା ଆଉ କିଛି ତରକାରୀ ଥିଲା ଯାହାର ପ୍ରାଇସ୍ ଥିଲା 120 ଟଙ୍କା। ଖାଇଦେଇକି ପଳେଇ ଆସିଲୁ। ଆମକୁ ଚେନ୍ନାଇ ଯିବାର ଅଛି, ଆମ ଗାଡ଼ି ରାତି 9ଟାରେ ଅଛି, ତ କିଛି ସମୟ ଆମକୁ ଷ୍ଟେସନ ବାହାରେ ରହିବାକୁ ପଡ଼ିବ। ଆଉ ଏଇଟା ହେଉଛି ଆମ ଭାରତର ସବୁଠାରୁ ବଡ଼ ରେଲୱେ ଷ୍ଟେସନ, ଯାହାକି ପ୍ଲାଟଫର୍ମର ଲମ୍ବାରେ। ଆଉ ଏଇଟା ଅଛି କର୍ଣ୍ଣାଟକର ହୁବଲିରେ। କିଛି ସମୟ ଅପେକ୍ଷା କରିବା ପରେ ସନ୍ଧ୍ୟା ଯାଇଥିଲା। ପଳେଇ ଆସିଥିଲୁ ରେଲୱେ ଷ୍ଟେସନ ଭିତରେ ଥିବା କ୍ୟାଣ୍ଟିନ୍ କି। ବାବୁ ଭାଇ ତାଙ୍କର ଚିକେନ ବିରିୟାନୀ ଖାଇଲେ, ମୁଁ ମୋର ଭେଜ୍। ଯେହେତୁ ଗାଡ଼ି ଏଠୁ ବାହାରିଛି, ଆମେ ନ ଆସିବା ପୂର୍ବରୁ ଗାଡ଼ି ଆସି ଲାଗି ଯାଇଥିଲା ଆଉ ବାବୁ ଭାଇଙ୍କୁ ଜେନେରାଲରେ ସିଟ୍ ବି ମିଳିଗଲା। ଏ ଗାଡ଼ି ହୁବଲିରୁ ଚେନ୍ନାଇ ଯାଏ ଆଉ ସପ୍ତାହରେ ଗୋଟେ ଥର ଯାଏ। ଭାଇ ଗୋଟେ ମିନିଟ୍ର ଭ୍ୟାଲୁ କଣ ଏମାନେ ଠିକ୍ ବୁଝିପାରିଥିବେ। ଜଷ୍ଟ ଟିକେ ଲେଟ୍ ହେଇଥାନ୍ତା ଆଉ ଏମାନଙ୍କ ଟ୍ରେନ୍ ବି ମିସ୍ ହେଇଯାଇଥାନ୍ତା। ଭାଇ ଆଶା କରୁଛି ମୁଁ ମୋର ଏଇ ଛୋଟିଆ ଭିଡ଼ିଓଟି ଆପଣମାନଙ୍କ ହୃଦୟକୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ଗୋଟେ ଛୋଟିଆ ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରିବେ। ରହିଲି, ଜୟ ଶ୍ରୀ ଜଗନ୍ନାଥ।